ଯଦି ଆପଣ ବି ଆର୍ଥିକ ସ୍ଥିତିରେ ଚିନ୍ତିତ ରହୁଛନ୍ତି, ଲକ୍ଷ୍ମୀ ମାତା ଆପଣଙ୍କ ଘରକୁ ଆସୁନାହାନ୍ତି, ପଇସା ପାଇଁ ଆପଣ ବହୁତ ଚିନ୍ତାରେ ରହୁଛନ୍ତି, ତ ଏଥିପାଇଁ ଆପଣଙ୍କୁ ଗୋଟିଏ ଉପାୟ ବିଶେଷ କରିବାକୁ ପଡ଼ିବ। ଦେଖନ୍ତୁ 2 ମେ 2025 ଶୁକ୍ରବାରକୁ ପଡ଼ୁଛି ବୈଶାଖ ମାସର ପଞ୍ଚମୀ ତିଥି। ଆଉ ଏହି ପଞ୍ଚମୀ ତିଥି ଦିନ ଆପଣ ସମସ୍ତଙ୍କୁ ଗୋଟିଏ ଛୋଟିଆ ଉପାୟଟିଏ କରିବାକୁ ପଡ଼ିବ। ଆଉ ସେହି ଉପାୟଟି ରାତ୍ରି ସମୟରେ ଆପଣଙ୍କୁ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ 3ଟି ଜିନିଷ ରଖିଦେବାକୁ ପଡ଼ିବ। ଯେଉଁ ଘରେ ଏହି 3ଟି ଜିନିଷ ତାଙ୍କ ମୁଖ୍ୟ ଦ୍ୱାରରେ ରଖିଥାନ୍ତି, ସେହି ଘରେ କେବେ ବି କରଜ ବଢ଼ିବ ନାହିଁ, କେବେ ବି ଧନର କମି ହେବ ନାହିଁ। 15 ଦିନ ପରେ ଦେଖିବେ ଧନର ସମସ୍ୟା ଯାହା ବି ଥିବ ତାହା ସବୁ ତୁରନ୍ତ ସମାପ୍ତ ହୋଇଯିବ। ଆପଣଙ୍କୁ ଗୋଟିଏ ଛୋଟିଆ ଅନୁରୋଧ, ଯେଉଁ ବ୍ୟକ୍ତି ଚ୍ୟାନେଲରେ ନୂଆ ଆସିଛନ୍ତି ଚ୍ୟାନେଲକୁ ଜରୁର ସବସ୍କ୍ରାଇବ କରି ଭିଡ଼ିଓ ଗୋଟେ ଲାଇକ୍ କରି କମେଣ୍ଟ ବକ୍ସରେ ହର ହର ମହାଦେବ ଅବଶ୍ୟ ଲେଖିଦିଅନ୍ତୁ। ଏହି ଭିଡ଼ିଓରେ ଆମେ 3ଟି ଉପାୟ ଆପଣଙ୍କୁ ଜଣାଇବୁ, ଯାହାକି ଆପଣଙ୍କର ମନସ୍କାମନା ପାଇଁ, ଆପଣଙ୍କର ଧନଜନିତ ସମସ୍ୟା ପାଇଁ, ଆପଣଙ୍କର କରଜରୁ ମୁକ୍ତି ପାଇବା ପାଇଁ ଏବଂ ଆପଣଙ୍କର ବେମାରରେ ପଡ଼ିଛନ୍ତି ତ ସେହି ବେମାରରୁ ମୁକ୍ତି ପାଇବା ପାଇଁ ଉପାୟ ବତାଇବୁ। ସବୁଠାରୁ ପ୍ରଥମ ଉପାୟ ଆସନ୍ତୁ ଜାଣିବା। ଆଉ ଏହି ପ୍ରଥମ ଉପାୟଟି ହେଉଛି କେଉଁଥିପାଇଁ କରିବେ ନା, ଯଦି ଆପଣ ଧନକୁ ନେଇ ସମସ୍ୟା ଭିତରେ ରହୁଛନ୍ତି, ଆପଣଙ୍କର କରଜ ବଢ଼ି ଚାଲିଛି, ଆପଣଙ୍କ ଘରେ ଅନାବଶ୍ୟକ ଖର୍ଚ୍ଚ ଅଧିକ ବଢ଼ି ଚାଲିଛି, ବେପାର ବିଜନେସରେ କ୍ଷତି ପରେ କ୍ଷତି ଚାଲୁଅଛି, ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ କରିଛନ୍ତି, ଆପଣଙ୍କ ଘରେ ଇନକମ୍ ହେଉନାହିଁ, ଘରେ କୌଣସି ପ୍ରକାରର ବି ପଇସା ରହୁନାହିଁ, ତ ଶୁକ୍ରବାର ଦିନ ଏହି ଉପାୟକୁ ଆପଣ କରିବେ। ଆପଣ ଚାହିଁଲେ ସକାଳେ ଏହି ଉପାୟକୁ କରିପାରିବେ, ନାହିଁ ତ ସନ୍ଧ୍ୟାରେ ବି ଚାହିଁଲେ ଏହି ଉପାୟକୁ ଆପଣ କରିପାରିବେ। ତ ଆପଣଙ୍କୁ କ'ଣ କରିବାକୁ ପଡ଼ିବ? ଆପଣଙ୍କ ଘରେ ହିଁ ଏହି ଉପାୟକୁ କରିବେ। ଏହି ଉପାୟକୁ ଆପଣ କରିବା ପାଇଁ ଅଳ୍ପ କର୍ପୂର ନେବେ। 3ଟି ଜିନିଷ ଆପଣ ନେବେ। ପ୍ରଥମେ ନେବେ କର୍ପୂର, ଏହା ସହ ଖଣ୍ଡ ଲୁଣ ନେବେ, ପେଶା ଲୁଣ ଭୁଲରେ ବି ନେବେ ନାହିଁ, ଏହା ସହ ନେବେ ଫିଟିକିରି। ଆଉ ଏହି ଫିଟିକିରି ଘରର ସମସ୍ତ ନକାରାତ୍ମକ ଊର୍ଜାକୁ ଘରୁ ବାହାର କରିଦେଇଥାଏ। ଏହି 3ଟି ସାମଗ୍ରୀକୁ ଆପଣ କେତେ କେତେ ନେବେ ଦେଖନ୍ତୁ। କର୍ପୂର ଆପଣ 7ଟି ଛୋଟିଆ ଖଣ୍ଡ ନେବେ, ଫିଟିକିରି 2 ଖଣ୍ଡ ନେବେ ଏବଂ ଖଣ୍ଡିଏ ଲୁଣ ନେବେ, 1 ଖଣ୍ଡ ଲୁଣ ନେବେ ବା ଗୋଟିଏ ଖଣ୍ଡ ଲୁଣ ନେବେ। ଏହାପରେ ଗୋଟିଏ କାଚର ଗିନା ନେବେ, କୌଣସି ବି ଧାତୁର ପାତ୍ର ନେବେ ନାହିଁ, କେବଳ ଆଉ କେବଳ କାଚର ଗିନା ନେବେ। ସେହି କାଚ ଗିନା ଭିତରେ ସେହି 3ଟି ସାମଗ୍ରୀକୁ ରଖିଦେବେ। ସେହି କାଚର ଗିନାକୁ ନେଇ ଯଦି ଆପଣ ଦୋକାନ ପାଇଁ ଉପାୟଟି କରୁଛନ୍ତି, ତେବେ ଦୋକାନ ଦୁଆର ମୁହଁରେ, ନାହିଁ ତ ଯଦି ଆପଣ ଏହି ଉପାୟ ଆପଣଙ୍କର ଘର ପାଇଁ କରୁଛନ୍ତି, ତେବେ ଆପଣଙ୍କର ଘରର ମୁଖ୍ୟ ଦ୍ୱାରରେ 21 ଥର ବୁଲାଇ ଦେବେ ସେହି ଗିନାକୁ। ଆଉ ଦୋକାନରେ ବି ଠିକ୍ ସେହିପରି ଦୋକାନର ଦୁଆର ମୁହଁରେ ସେହି ଗିନାକୁ 21 ଥର ବୁଲାଇ ଦେବେ। ତାପରେ ଆପଣଙ୍କର ଦୋକାନ ବା ଘରେ ସେହି ପାତ୍ରକୁ ଐଶାନ୍ୟ କୋଣରେ ରଖିଦେବେ। ଦୋକାନ ପାଇଁ ଯଦି କରୁଛନ୍ତି, ଦୋକାନରେ ବି ଐଶାନ୍ୟ କୋଣରେ ସେହି ଗିନାକୁ ରଖିଦେବେ। 15 ଦିନ ଭିତରେ ଏହାର ଫଳ ଆପଣ ନିଜେ ଦେଖିବେ। ଆଉ ଏହି ଗିନାକୁ ଆପଣ 15 ଦିନ ପର୍ଯ୍ୟନ୍ତ ସେହି ଜାଗାରେ ସେମିତି ହିଁ ରଖିଦେବେ। 15 ଦିନ ପରେ ସେହି ଗିନାକୁ ଉଠାଇ ଆଣିବେ। ସେହି ଗିନା ଭିତରେ ଯେଉଁ 3ଟି ଜିନିଷ ରଖିଥିଲେ, ସେହି 3ଟି ସାମଗ୍ରୀକୁ ବେଲଗଛ ତଳେ ନେଇ ସମର୍ପିତ କରିଦେବେ ଏବଂ ଆପଣଙ୍କର ଯାହା ବି ୱିଶ୍ ଥିବ କହିଦେବେ। ତାପରେ ସିଧା ଘରକୁ ଫେରି ଆସିବେ। ତାପରେ ଯେଉଁ ଶୁକ୍ରବାର ପଡ଼ିବ, ସେହି ଶୁକ୍ରବାର ଦିନ ଆପଣ ଆଉ ଗୋଟିଏ ଗିନାରେ 15 ଦିନ ପାଇଁ ସେହି ଭଳି ଉପାୟଟିଏ କରିନେବେ। ସେହି ଗିନାରେ ସେହିଭଳି ପୁଣି 3ଟି ସାମଗ୍ରୀକୁ ରଖିଦେବେ, ମାନେ 15 ଦିନ ପାଇଁ ପୁଣି ଥରେ ସେହି ଉପାୟକୁ କରିବେ। ତ ଏହାଦ୍ୱାରା ଆପଣଙ୍କ ଘରେ ଧନର ଆଗମନ ହେବାକୁ ଲାଗିବ। ଏହି ଉପାୟଟି ବହୁତ ଚମତ୍କାରୀ ଉପାୟଟିଏ, ନିହାତି କରନ୍ତୁ। ଉପାୟକୁ ହାତ ଛଡ଼ା କରନ୍ତୁ ନାହିଁ। ଏବେ ଆସନ୍ତୁ ଦ୍ୱିତୀୟ ଉପାୟଟି ଜାଣିବା। ଆଉ ଏହି ଦ୍ୱିତୀୟ ଉପାୟଟି ଆପଣଙ୍କ ଜୀବନରେ ସବୁଠୁ ଅଧିକ ପ୍ରଭାବଶାଳୀ ଉପାୟଟିଏ। ଯଦି ଆପଣଙ୍କ ଜୀବନରେ ଦୁଃଖ ଶେଷ ହେଉନାହିଁ, ଗୋଟିଏ କଷ୍ଟ ନ ସରୁଣୁ ଆଉ ଗୋଟିଏ କଷ୍ଟ ଆପଣଙ୍କ ଜୀବନରେ ଆସିଯାଉଛି, ଗୋଟିଏ ପରେ ଗୋଟିଏ ସମସ୍ୟା ଆପଣଙ୍କ ଜୀବନରେ ଆସି ଠିଆ ହେଇଯାଉଛି, ତ ଆପଣଙ୍କ ଘରେ ସବୁବେଳେ ଝଗଡ଼ା ଲାଗି ରହୁଛି, ଧନକୁ ନେଇ ଆପଣମାନେ ସବୁବେଳେ ଚିନ୍ତିତ ରହୁଛନ୍ତି, ତ ଆପଣଙ୍କ ଜୀବନରେ ଯେତେ ବି ଦୁଃଖ କଷ୍ଟ ଥାଏ, ସମସ୍ୟା ଥାଏ, ପଇସା ଇନକମ୍ ହେଇପାରୁନଥାଏ କିମ୍ବା କୌଣସି ସମସ୍ୟା ଥାଏ, ତ ମାତ୍ର 5ଟି ଓସ୍ତ ପତ୍ର ବାଲା ଉପାୟ କରନ୍ତୁ।
ଗୋଟିଏ ତମ୍ଭା ଲୋଟାରେ ଆପଣଙ୍କ ଘରୁ ଶୁଦ୍ଧ ଜଳ ନେବେ। ଏହା ସହ ଆପଣ 5ଟି ଓସ୍ତ ପତ୍ର ନେବେ। ଚିରା ଫଟା ପତ୍ର ନେବେ ନାହିଁ। ପୁରା ଗୋଟା ଗୋଟା 5ଟି ଓସ୍ତ ପତ୍ର ନେବେ। ଏହା ସହ 1 ଚୁଟକି କଳା ରାଶି ନେବେ। ଏହା ସହ ଗୋଟିଏ ହଳଦୀ ଖଣ୍ଡ ନେବେ। ସେହି ତମ୍ଭା ଲୋଟାଟେ ନେଇଥିଲେ ସେହି ତମ୍ଭା ଲୋଟାରେ 5ଟି ଓସ୍ତ ପତ୍ରକୁ ପକାଇଦେବେ। ତାପରେ ହଳଦୀ ଖଣ୍ଡକୁ ପକାଇବେ। ତାପରେ 1 ଚୁଟକି କଳା ରାଶିକୁ ପକାଇଦେବେ। ତାପରେ ସେହି ଲୋଟାକୁ ନେଇ ଆପଣ ମହାଦେବଙ୍କ ମନ୍ଦିରକୁ ଯିବେ। ଶୁକ୍ରବାର ଦିନ କୌଣସି ବି ସମୟରେ ଏହି ଉପାୟକୁ ଆପଣ କରିପାରିବେ। ଶିବ ମନ୍ଦିରକୁ ଯିବେ, ଶିବଲିଙ୍ଗର ପଛପଟ ପାଖରେ ଠିଆ ହେବେ। ଯେପରି ଆପଣଙ୍କର ମୁହଁ ଉତ୍ତର ଦିଗକୁ ରହିବ, ସେହିପରି ଆପଣ ଠିଆ ହେବେ। ତାପରେ ଆପଣଙ୍କର 2 ହାତରେ ସେହି ଲୋଟାକୁ ଧରିବେ। ସବୁଠୁ ପ୍ରଥମେ ଆପଣଙ୍କର ନାମ ଓ ଗୋତ୍ର ତାପରେ କାଶୀ ବିଶ୍ୱନାଥ ମହାଦେବଙ୍କ ନାମକୁ ସ୍ମରଣ କରିବେ। ଓମ୍ ଶ୍ରୀ ଶିବାୟ ନମସ୍ତୁଭ୍ୟ ମନ୍ତ୍ରକୁ ସ୍ମରଣ କରି କରି ଶିବଲିଙ୍ଗ ଉପରେ ସେହି ଜଳକୁ ସମର୍ପିତ କରିଦେବେ। ଧୀରେ ଧୀରେ ଏକା ଧାରାରେ ଲୋଟାରେ ଥିବା ସବୁ ସାମଗ୍ରୀକୁ ବି ସମର୍ପିତ କରିଦେବେ। ସମର୍ପିତ କରିସାରିବା ପରେ ପ୍ରାର୍ଥନା କରିବେ। ତାପରେ ଯେଉଁ 5ଟି ଓସ୍ତ ପତ୍ରକୁ ଆପଣ ଶିବଲିଙ୍ଗରେ ସମର୍ପିତ କରିଥିଲେ, ସେହି 5ଟି ଓସ୍ତ ପତ୍ରକୁ ଉଠାଇବେ। ସେହି 5ଟି ପତ୍ରରେ ଯେଉଁ ଜଳ ଲାଗିଥିବ, ସେହି ଜଳକୁ ଆପଣଙ୍କ ଉପରେ ପତ୍ରକୁ ଛାଟି ଦେବେ ବା ଝାଡ଼ି ଦେବେ, ଯେପରି ସେହି ଜଳ ଆପଣଙ୍କ ଉପରେ ପଡ଼ିବ। ତାପରେ ସେହି 5ଟି ଓସ୍ତ ପତ୍ରକୁ ଶିବଲିଙ୍ଗ ପାଖରେ ଥିବା ମାତା ଅଶୋକ ସୁନ୍ଦରୀ ପାଖରେ ରଖି ଯେଉଁ ବ୍ୟକ୍ତି ଚାଲି ଆସିବେ ଶୁକ୍ରବାର ଦିନ, ତାଙ୍କ ଭାଗ୍ୟ ସୁଧୁରିଯିବ। ସେ ତାଙ୍କ ଜୀବନରେ କେବେ ବି କୌଣସି ଜିନିଷର କମି ରହିବ ନାହିଁ। ତାଙ୍କ ଜୀବନରେ ଯେତେ ବି ଦୁଃଖ ଥାଏ, ଯେତେ ବି କଷ୍ଟ ଥାଏ, ସମସ୍ୟା ଥାଏ, ସେ ସବୁକୁ ମହାଦେବ ଦୂର କରିଦେବେ। ଏହି ଉପାୟଟି ବହୁତ ଅଚୁକ ଉପାୟଟିଏ। ଆପଣମାନେ ଜରୁର କରନ୍ତୁ। ଏବେ ଆସନ୍ତୁ ତୃତୀୟ ଉପାୟଟିଏ ଜାଣିବା। ଆଉ ଏହି ଉପାୟଟି ଶୁକ୍ରବାରର ସବୁଠାରୁ ଅଚୁକ ଉପାୟଟିଏ। ଯଦି ଆପଣ ଚାହାନ୍ତି କି ଆପଣଙ୍କ ଜୀବନରେ ସବୁବେଳେ ଆରୋଗ୍ୟ ରହିବେ, ଆପଣଙ୍କ ଶରୀରରେ କୌଣସି ବି ବଡ଼ ବେମାରୀ ପ୍ରବେଶ ନ କରୁ, ଯଦି ଆପଣଙ୍କ ଶରୀରରେ କୌଣସି ବି ବେମାରୀ ଥାଏ, ଛୋଟ ଛୋଟ ବେମାରୀ ଆପଣଙ୍କୁ ଲାଗି ରହିଥାଏ, କିମ୍ବା ଲମ୍ବା ସମୟ ପର୍ଯ୍ୟନ୍ତ କୌଣସି ରୋଗ ଚାଲୁଅଛି, ମେଡ଼ିସିନ ଖାଇ ଖାଇ ଆପଣ ନାକେଦମ ହୋଇଗଲେଣି, କିନ୍ତୁ ସେହି ରୋଗ ଭଲ ହେଉନାହିଁ, ତ ଆପଣ କେବଳ ଆଉ କେବଳ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଏହି ଉପାୟକୁ କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ଯେଉଁ ବ୍ୟକ୍ତି ଏହି ଉପାୟକୁ କରିଦେବେ, ତାଙ୍କୁ କେବେ ବି କୌଣସି ବଡ଼ ବେମାରୀ ପ୍ରବେଶ କରିନଥାଏ। ତାଙ୍କ ଶରୀର ସବୁବେଳେ ଆରୋଗ୍ୟ ରହିଥାଏ। ଆପଣଙ୍କ ଘରୁ ଗୋଟିଏ ତମ୍ଭା ଲୋଟାରେ ଜଳ ନେବେ। ଏହା ସହିତ ଗୋଟିଏ ଦୀପଟିଏ ନେବେ। ଆଉ ସେହି ଦୀପଟି ଆପଣ ମାଟିର ନେବେ, ନାହିଁ ତ ଅଟାରେ ତିଆରି କରି ସେହି ଦୀପଟି ଆପଣ ନେଇପାରିବେ। ଆଉ ସେହି ଦୀପରେ ଘିଅ ଭରିଦେବେ। ସେହି ଦୀପରେ ଗୋଲ ବତୀ ଦେବେ, ଭୁଲରେ ବି ଲମ୍ବା ବତୀ ଦେବେ ନାହିଁ। ଏହି 2ଟି ଜିନିଷ ନେଇ ଆପଣଙ୍କର ଘର ପାଖରେ ଥିବା ବେଲ ଗଛ ପାଖକୁ ଯିବେ, କିମ୍ବା କୌଣସି ବି ଜାଗାରେ ଯଦି ବେଲ ଗଛ ଅଛି, ତେବେ ସେହି ବେଲ ଗଛକୁ ଯିବେ। ସେହି ବେଲ ଗଛରେ ଆପଣ ଏହି ଉପାୟକୁ କରିବେ। ବେଲ ଗଛ ସାମ୍ନାରେ ବସି ପଡ଼ିବେ, ସେହି ଦୀପକୁ ଜଳାଇବେ। ତାପରେ ଆପଣ 108 ଥର ମନ୍ତ୍ରକୁ ଜପ କରିବେ। ଆଉ ସେହି ମନ୍ତ୍ରଟି ହେଉଛି ସଞ୍ଜୀବନୀ ମନ୍ତ୍ର। ଆଉ ଏହି ସଞ୍ଜୀବନୀ ମନ୍ତ୍ରକୁ ଭଗବାନ ମହାଦେବ ଶୁକ୍ର ଭଗବାନଙ୍କୁ ଦେଇଥିଲେ। ଯେଉଁ ମନ୍ତ୍ରକୁ ଶୁକ୍ର ଭଗବାନ ପାଇ ପ୍ରଫୁଲ୍ଲିତ ହୋଇଯାଇଥିଲେ, ଆନନ୍ଦିତ ହୋଇ ଉଠିଥିଲେ ଶୁକ୍ର ଭଗବାନ। ଆଉ ଏହି ମନ୍ତ୍ରଟି ଯଦି ମୃତ ବ୍ୟକ୍ତିକୁ ବି ଶୁଣାଇ ଦିଆଯାଏ, ତ ସେହି ବ୍ୟକ୍ତି ଜୀବିତ ହୋଇ ଉଠେ। ତ ଏହି ମନ୍ତ୍ରକୁ ଆପଣ 108 ଥର ଜପ କରିସାରି ସେହି ଦୀପକୁ ସେଠି ସେମିତି ଜଳାଇବାକୁ ଛାଡ଼ି ଦେଇ ଆପଣଙ୍କ ଘରକୁ ଆପଣ ଫେରି ଆସିବେ, ସାଙ୍ଗରେ ନେଇଥିବା ଲୋଟା ଜଳକୁ ଧରି। ଆଉ ସେହି ଲୋଟାରେ ଥିବା ଜଳକୁ ଆପଣଙ୍କର ସମସ୍ତ ପରିବାରର ସଦସ୍ୟ ପାନ କରିବେ। ଆପଣଙ୍କ ବ୍ୟତୀତ ଆପଣଙ୍କର ପରିବାର ଯେଉଁ ବି ସଦସ୍ୟ ଅଛନ୍ତି, ତାଙ୍କ ଦେହରେ ବି କୌଣସି ବେମାରୀ ପ୍ରବେଶ କରିବ ନାହିଁ। ତେଣୁ ବଡ଼ରୁ ବଡ଼ ରୋଗ ଏହି ଉପାୟ ଦ୍ୱାରା ଶେଷ ହୋଇଯିବ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଭିଡ଼ିଓରେ କୁହାଯାଇଥିବା ଉପାୟ ଆପଣମାନେ ନିହାତି କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ଆପଣଙ୍କର ଫ୍ରେଣ୍ଡ ସର୍କଲମାନଙ୍କ ପାଖକୁ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ କୃପା କରି ଏବେ ହିଁ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଏବଂ କମେଣ୍ଟ ବକ୍ସରେ ହର ହର ମହାଦେବ, ଓମ୍ ନମଃ ଶିବାୟ ଅବଶ୍ୟ ଲେଖନ୍ତୁ।